ମାଙ୍କଡ଼ ଓ କୁମ୍ଭୀର କଥା। ଗୋଟିଏ ନଈରେ ଗୋଟିଏ କୁମ୍ଭୀର ଥାଏ। ନଈକୂଳ ଜାମୁ ଗଛରେ ମାଙ୍କଡ଼ଟିଏ ରହୁଥାଏ। ମାଙ୍କଡ଼ ଓ କୁମ୍ଭୀର ଦୁଇଜଣ ସାଙ୍ଗ ହେଲେ। ଜାମୁ ଗଛରୁ ମାଙ୍କଡ଼ ନିତି ବସି ଜାମୁକୋଳି ଖାଏ ଓ କୁମ୍ଭୀରକୁ କିଛି କିଛି କୋଳି ଖାଇବାକୁ ଦିଏ। ଦିନେ କୁମ୍ଭୀର କିଛି କୋଳି ନେଇ ତା ସ୍ତ୍ରୀକୁ ଦେଲା। ତା ସ୍ତ୍ରୀ ସେ କୋଳି ଖାଇ ବହୁତ ଖୁସି ହେଲା। କହିଲା, ଏ କୋଳି ତ ଏତେ ମିଠା। ତୁମର ଯେଉଁ ଶାଗ ଜଣକ ସବୁଦିନ ଏ କୋଳି ଖାଉଛି, ତା କଲିଜାଟା କେତେ ମିଠା ହୋଇନଥିବ। ତୁମେ ତା'ର କଲିଜା ମୋତେ ଆଣି ଦିଅ, ମୁଁ ଖାଇବି, ନହେଲେ ମୁଁ ଜୀବନ ହାରିଦେବି। କୁମ୍ଭୀର କ'ଣ କରିବ? ତା ପରଦିନ ମାଙ୍କଡ଼ ପାଖକୁ ଗଲା। ମାଙ୍କଡ଼କୁ କହିଲା, ସଙ୍ଗାତ, ଆଜି ତୁମକୁ ଆମ ଘରେ ନିମନ୍ତ୍ରଣ ଅଛି, ଆସ ଯିବା। ମୋ ସ୍ତ୍ରୀ ପିଠାପଣା କରି ଚାହିଁ ବସିଛି। ମାଙ୍କଡ଼ କହିଲା, ସଙ୍ଗାତ, ମୁଁ ପାଣିରେ ଯିବି କିପରି? କୁମ୍ଭୀର କହିଲା, ତୁମେ ମୋ ପିଠିରେ ବସ, ମୁଁ ନେଇଯିବି। ମାଙ୍କଡ଼ କୁମ୍ଭୀର ପିଠିରେ ବସି ଖୁସି ମନରେ ତା ଘରକୁ ବାହାରିଲା। କିଛି ବାଟ ଗଲା ପରେ ମାଙ୍କଡ଼ ପଚାରିଲା, ସଙ୍ଗାତ, ତୁମ ଘର କେଉଁଠି? କୁମ୍ଭୀର କହିଲା, ସେମିତି ଦେଖିବାକୁ ହେଲେ ମୋର ଘର ଦ୍ୱାର କିଛି ନାହିଁ। ସତ କଥା ହେଲା, ମୋ ସ୍ତ୍ରୀ କଲିଜା ଖାଇବାକୁ ଇଚ୍ଛା କରିଛି, ସେଇଥିପାଇଁ ମୁଁ ତୁମକୁ ଏଇଠିକି ଆଣିଛି। ମାଙ୍କଡ଼ ଭାବିଲା, ମଲି ତ ଏଥର। ହଠାତ୍ ତାକୁ ଗୋଟେ ବୁଦ୍ଧି ଦିଶିଲା। ସେ କହିଲା, ସଙ୍ଗାତ, ଏକଥା ମୋତେ ଆଗରୁ କହିଲ ନାହିଁ କାହିଁକି? ମୁଁ ମୋ କଲିଜାଟା ଗଛ କୋରରେ ଛାଡ଼ି ଆସିଲି। ତୁମ ସ୍ତ୍ରୀ ଯେତେବେଳେ ଇଚ୍ଛା କରିଛନ୍ତି, ମୁଁ କ'ଣ କଲିଜାଟା ଦେଇପାରିବି ନାହିଁ? ଚାଲ ଚାଲ, ସେଇଟାକୁ ନେଇ ଆସିବା। କୁମ୍ଭୀର ମାଙ୍କଡ଼ କଥାକୁ ସତ ଭାବି ସେଇଠୁ ଫେରିଗଲା। ଯେମିତି ଦୁହେଁ କୂଳରେ ପହଞ୍ଚିଛନ୍ତି, ମାଙ୍କଡ଼ କୁଦା ମାରି ଗଛ ଉପରକୁ ଡେଇଁ ପଳାଇଲା। କହିଲା, କିରେ ମୂର୍ଖ, କଲିଜା କ'ଣ କିଏ ଦେହରୁ ବାହାର କରି ଗଛରେ ରଖିଥାଏ? ଯା ଯା, ଆଉ ଦିନେ ଏଠାକୁ ଆସିବୁ ନାହିଁ। କୁମ୍ଭୀର କାନମୁଣ୍ଡା ଆଉଁସି ଘରକୁ ଫେରିଲା।